ଭାରତବର୍ଷର ବରପୁତ୍ର ବିଜୁ ପଟ୍ଟନାୟକ ସମ୍ପର୍କରେ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସମ୍ପୂର୍ଣ୍ଣ ମନଗଢ଼ା କାହାଣୀ ମିଛ କଥା ଗୁଡ଼ିକ ସେ ତାଙ୍କ ନିଜ ବିବୃତିରେ ରଖିଛନ୍ତି। ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ଭୂମିପୁତ୍ର ଉପାଧି ପାଇଥିଲେ। ଇଣ୍ଡୋନେସିଆ ସରକାର ତାଙ୍କୁ ଯାହା ଦେଇଥିଲେ ସମ୍ପତ୍ତିକି ସେଇଠି ଇଣ୍ଡୋନେସିଆବାସୀଙ୍କୁ ଦାନ କରିଦେଇକି ଆସିଥିଲେ। ଇତିହାସରେ ଲିପିବଦ୍ଧ ହୋଇଛି 1962 ମସିହାର ଭାରତ ଚୀନ ଯୁଦ୍ଧ ଏବଂ ବିଜୁଙ୍କର ମିଲିଟାରୀ ସମ୍ପର୍କରେ ଯଥେଷ୍ଟ ଜ୍ଞାନ ଥିଲା, ଅଭିଜ୍ଞତା ଥିଲା, ପାରଦର୍ଶିତା ବି ଥିଲା। সেই ଦୃଷ୍ଟିରୁ ସେ ଭାରତ ସରକାରଙ୍କର ପ୍ରତିନିଧି ହେଇକି ଗଲେ ଆମେରିକା। ସେ ସବୁବେଳେ ଏଭଳି ମନ୍ତବ୍ୟ କଣ୍ଟ୍ରୋଭର୍ସିଆଲ ମନ୍ତବ୍ୟ ଦେବାରେ ନିଶିକାନ୍ତ ଦୁବେଙ୍କର ନାଁ ଅଛି। ବିଜୁଙ୍କର ଯେତେବେଳେ ଦେହାନ୍ତ ହେଲା ମୋର ମନେ ଅଛି, ବାଜପେୟୀ ଆଡଭାନୀଙ୍କଠୁ ଆରମ୍ଭ କରି ଦେବଗୌଡ଼ା ଚନ୍ଦ୍ରଶେଖର, ସେଦିନ ମୁଁ ଥିଲି ସେଠି ସ୍ୱର୍ଗଦ୍ୱାରରେ ତାଙ୍କର ଶବ ପହଞ୍ଚିଲା ପରଠାରୁ ରାତି 2ଟା ପର୍ଯ୍ୟନ୍ତ କୌଣସି ଭାରତବର୍ଷର କୌଣସି ନେତା ମଧ୍ୟରେ ଯେ କିଛି ଆସିନଥିଲେ। ମନ୍ତବ୍ୟକୁ ମୁଁ ଦୃଢ଼ ଭାବରେ ନିନ୍ଦା କରିବା ପାଇଁ ଚାହେଁ। ନିନ୍ଦା କରିବା ପାଇଁ ମଧ୍ୟ ଭାଷା ସମ୍ପୂର୍ଣ୍ଣ ଭାବରେ ନାହିଁ, ଭାଷା ଜଣେ ଦାୟିତ୍ୱବାନ ପାର୍ଲାମେଣ୍ଟ ସଭ୍ୟଙ୍କ ଠାରୁ ଭାରତବର୍ଷର ବରପୁତ୍ର ବିଜୁ ପଟ୍ଟନାୟକ ସମ୍ପର୍କରେ ଏଭଳି ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କୌଣସି ତଥ୍ୟ ନଥାଇ, କୌଣସି ଘଟଣାକୁ ନ ଜାଣି ସେ ଯେଉଁ ବିବୃତ୍ତି ଦେଲେ ତାହା ଓଡ଼ିଶାବାସୀଙ୍କୁ ଯଥେଷ୍ଟ ଆଘାତ ଦେଇଛି ଏବଂ ସମ୍ପୂର୍ଣ୍ଣ ମନଗଢ଼ା କାହାଣୀ ମିଛ କଥା ଗୁଡ଼ିକ ସେ ତାଙ୍କ ନିଜ ବିବୃତିରେ ରଖିଛନ୍ତି, ଯାହା ଖବରକାଗଜ ଦେବାର। ଯାହାକୁ ଇଣ୍ଡୋନେସିଆ ଭୂମିପୁତ୍ର ଉପାଧି ଦେଇଥିଲା, ଭାରତବର୍ଷର କୌଣସି ନେତା ନାହାନ୍ତି ଯିଏ ଭୂମିପୁତ୍ର ଉପାଧି ପାଇଛନ୍ତି। ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ଭୂମିପୁତ୍ର ଉପାଧି ପାଇଥିଲେ। ଇଣ୍ଡୋନେସିଆ ସରକାର ତାଙ୍କୁ ଯାହା ଦେଇଥିଲେ ସମ୍ପତ୍ତିକି ସେଇଠି ଇଣ୍ଡୋନେସିଆବାସୀଙ୍କୁ ଦାନ କରିଦେଇକି ଆସିଥିଲେ। ପ୍ରଶ୍ନଟି ହେଉଛି ସେ 2-3ଟି କଥା ଏଥିରେ ଉଠେଇଛନ୍ତି। ସେ ସମ୍ପର୍କରେ ମଧ୍ୟ ମୁଁ ଯେତିକି ଜାଣିଛି ଇତିହାସରେ ଲିପିବଦ୍ଧ ହୋଇଛି 1962 ମସିହାର ଭାରତ ଚୀନ ଯୁଦ୍ଧ। ସେ ଭିତରେ ଚାରବାଟିଆ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଇତିହାସକୁ ଅଧ୍ୟୟନ କଲେ, ଏଥିରେ ବହୁ ବ୍ୟକ୍ତି ମନ୍ତବ୍ୟ ଦେଇଛନ୍ତି, ଇତିହାସକୁ ଅଧ୍ୟୟନ କଲେ ସବୁ ତଥ୍ୟ ସାମ୍ନାକୁ ଆସିବ, ସତ ବି ସାମ୍ନାକୁ ଆସିବ। 62 ମସିହା ଯୁଦ୍ଧରେ ବିଜୁଙ୍କର ଏକ ଭୂମିକା ଥିଲା, ଏହା ସତ୍ୟ। ପ୍ରଧାନମନ୍ତ୍ରୀ ସେତେବେଳେ ପଣ୍ଡିତ ଜବାହରଲାଲ ନେହେରୁ, ବିଜୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, କିନ୍ତୁ ତାଙ୍କର ବ୍ୟକ୍ତିଗତ ଘନିଷ୍ଠତା ସମ୍ପର୍କ ଦୃଷ୍ଟିରୁ ଏବଂ ବିଜୁଙ୍କର ମିଲିଟାରୀ ସମ୍ପର୍କରେ ଯଥେଷ୍ଟ ଜ୍ଞାନ ଥିଲା, ଅଭିଜ୍ଞତା ଥିଲା, ପାରଦର୍ଶିତା ବି ଥିଲା। সেই ଦୃଷ୍ଟିରୁ ସେ ଭାରତ ସରକାରଙ୍କର ପ୍ରତିନିଧି ହେଇକି ଗଲେ ଆମେରିକା। ସେ ଯୁଦ୍ଧଟାର ଇତିହାସ ଯେଉଁମାନେ ପଢ଼ିଥିବେ ସେମାନେ ଦେଖିବେ ରଷିଆ ଆମକୁ ବିରୋଧ କଲା। ତେଣୁ ଚାଇନା ବିରୁଦ୍ଧରେ ଯେମିତି ସବୁବେଳେ ବିଭିନ୍ନ ଦେଶ ଭିତରେ ସାମୟିକ ଚୁକ୍ତି ସବୁ ହୁଏ, ଆମେରିକା ସାଙ୍ଗରେ ସେ ଚୁକ୍ତି ଆବଶ୍ୟକ ଥିଲା ଏବଂ ସେତେବେଳେ ସେ କରିଥିଲେ। ବଟ୍ ଯେଉଁ ଶବ୍ଦ ବ୍ୟବହାର କରିଛନ୍ତି ସିଆଇଏ ଏଜେଣ୍ଟ, ସେ ସିଆଇଏ ଏଜେଣ୍ଟ ନୁହେଁ, ସେ ଭାରତ ସରକାରଙ୍କ ପ୍ରତିନିଧି ହିସାବରେ ଯାଇଥିଲେ। ଭାରତ ସରକାର ହିଁ ତାଙ୍କୁ ପଠାଇଥିଲେ। ସେତେବେଳେ ଆମେରିକା ତାଙ୍କୁ ପଚରାଗଲା ଯେ ଆପଣ ୟୁ ଆର୍ ଚିଫ୍ ମିନିଷ୍ଟର। ନା, ଆଇ ଏମ୍ ଚିଫ୍ ମିନିଷ୍ଟର ବଟ୍ ଆଇ ଏମ୍ ଏନଭୟ ଅଫ୍ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ। ସେ ଉତ୍ତର ଦେଇଥିଲେ। ଦ୍ୱିତୀୟ ପ୍ରଶ୍ନ ଉଠେଇଲେ ଚାରବାଟିଆରେ ସବୁ ଆଣିକି ରଖିଲେ ସିଆଇଏ ବାଲାଙ୍କୁ। ସେତେବେଳେ ଆଦୌ ସିଆଇଏ ନଥିଲା। ସେ ଗୁଡ଼ିଏ ମିଛ କଥା କହିଛନ୍ତି। ଜଣେ ପାର୍ଲାମେଣ୍ଟ ସଭ୍ୟଙ୍କୁ ଟିକେ ବିବୃତ୍ତି ଆଶା କରାଯାଏ। ଚାରବାଟିଆ was constructed in 1963. ଚାରବାଟିଆ had no existence in 62. 62 ମସିହାରେ ଚାରବାଟିଆ ନଥିଲା।
ଚାରବାଟିଆ 63 ମସିହାରେ ତିଆରି ହେଲା। ଚାରବାଟିଆରୁ ଆମେରିକାନ ସବୁ ରହୁଥିଲେ। ସେ ଚାରବାଟିଆରେ କେହି ରହୁଥିଲେ। ଚାରବାଟିଆଟା ସିଏ କଣ୍ଟ୍ରୋଲ ନୁହେଁ, ଆମେରିକା କଣ୍ଟ୍ରୋଲ ନୁହେଁ। ଚାରବାଟିଆ till today is under the control of NSA, ନ୍ୟାସନାଲ ସିକ୍ୟୁରିଟି। ସେଠି ଅନ୍ୟମାନେ କେହି ଲ୍ୟାଣ୍ଡ କରିବା ପାଇଁ ଗଲେ ବି NSA ର ପରମିଶନ ଦରକାର। ପ୍ରାଇମ ମିନିଷ୍ଟର ମଧ୍ୟ ରେୟାରଲି ଲ୍ୟାଣ୍ଡସ୍ ଦେୟାର। ଇଟ୍ ଇଜ ଏ ଭେରି ରେଷ୍ଟ୍ରିକ୍ଟିଭ ଏରିଆ। ଏବଂ ଦ୍ୟାଟ୍ ଇଜ ଏ ଟେକ୍ନିକାଲ ୟୁନିଟ୍। এটা ଗୋଟେ ସ୍ପାଇଂ ୟୁନିଟ୍ ନୁହେଁ। ସେ ତାକୁ ବୁଝିନାହାନ୍ତି ନିଶିକାନ୍ତ ଦୁବେ। ଏଠି ଯେ ଟେକ୍ନିକାଲ ୟୁନିଟ୍, ତା ବିଷୟରେ ବହୁତ କଥା ଅଛି। ମୁଁ ଜାଣିଛି ସେ ସମ୍ପର୍କରେ କିଛି, ସେଟା କିନ୍ତୁ ବାହାରେ ପ୍ରକାଶିତ ହେବା ଉଚିତ ନୁହେଁ। ରାଜ୍ୟର ବୃହତ୍ତର ବା ଦେଶର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଆମ ସରକାର ସମୟରେ ସେ କିଛି ଘଟଣା ମଧ୍ୟ ମୁଁ ସେଥିରେ ଅନୁଭବୀ। ସବୁ କଥା ଗୁଡ଼ାକ ମିଛ କଥା ଗୁଡ଼ାକ କହିଦେଲେ ଏଭଳି ଜଣେ ଦାୟିତ୍ୱପୂର୍ଣ୍ଣ ପାର୍ଲାମେଣ୍ଟ ସଭ୍ୟ। ମୋର ସେଥିପାଇଁ ଦାବି ହେଉଛି ସେ ଖାଲି ତାଙ୍କର ଏକ ବିବୃତ୍ତି ପଛରେ ବଦଳେଇକିରି କିଛି ବିବୃତ୍ତି ଦେଇଛନ୍ତି। ଯେଉଁମାନେ ଜାଣିନାହାନ୍ତି ମୁଁ ତାଙ୍କୁ ବୁଝେଇଦେବି। ତମେ କ'ଣ ବୁଝିବ? ତମେ ତ ନିଜେ କିଛି ବୁଝିନ। 62ର ଘଟଣାକୁ ବୁଝିନ, ଚାରବାଟିଆର ଘଟଣାକୁ ବି ବୁଝିନ। ବୁଝେଇବ କାହାକୁ? You should render an unconditional apology. এটা কেবল ଓଡ଼ିଶାବାସୀ ନୁହେଁ, ସାରା ନେସନକୁ ମଧ୍ୟ ଅନକଣ୍ଡିସନାଲ ଆପୋଲୋଜି ମାଗିବା ଉଚିତ। ଭାରତ ସରକାର ମଧ୍ୟ ତାଙ୍କୁ ତାଗିଦ କରିବା ଦରକାର ଏଭଳି ବିବୃତ୍ତିରୁ ସେ ନିବୃତ୍ତ ରହନ୍ତୁ। ଅନକଣ୍ଡିସନାଲ ଆପୋଲୋଜି ମାଗନ୍ତୁ। ଯେମିତି ଶୁଣୁଥିଲି ବିରୋଧୀ ଦଳ ନେତା ବି କହିଛନ୍ତି mental case, that is true, he is a mental case, but he should make an unconditional apology. ଏଭଳି ବିବୃତ୍ତି ଆଜି ପର୍ଯ୍ୟନ୍ତ କେହି ଦେଇନାହାନ୍ତି। 62ରୁ ଆଜି ସେ 2026 ମସିହା ହେଇଗଲା। ଦ୍ୱିତୀୟ କଥା ହେଉଛି ବିଜୁଙ୍କର ଯେତେବେଳେ ଦେହାନ୍ତ ହେଲା, ମୋର ମନେ ଅଛି, ରେୟାରଲି ଇଟ୍ ହାପନ୍ସ। ସ୍ୱର୍ଗ ଦ୍ୱାରରେ ସବୁ ପାର୍ଟିର ନ୍ୟାସନାଲ ଲିଡର ସେମାନେ ଆସିଥିଲେ। ବାଜପେୟୀ ଆଡଭାନୀଙ୍କଠୁ ଆରମ୍ଭ କରି ଦେବଗୌଡ଼ା, ଚନ୍ଦ୍ରଶେଖର, ସେଦିନ ମୁଁ ଥିଲି ସେଠି ସ୍ୱର୍ଗ ଦ୍ୱାରରେ। ତାଙ୍କର ଶବ ପହଞ୍ଚିଲା ପରଠାରୁ ରାତି 2ଟା ପର୍ଯ୍ୟନ୍ତ କୌଣସି ଭାରତ ବର୍ଷର କୌଣସି ନେତା ନଥିଲେ ଯେ କିଛି ଆସିନଥିଲେ। ସେ ଏରିଆଟାକୁ ସେଠି ଆମେ ରେଷ୍ଟ୍ରିକ୍ଟେଡ୍ ଏରିଆ କରିଥିଲୁ। ତା ଭିତରେ ଆମେ 5-6 ଥିଲୁ ମାତ୍ର, ବାକି ସବୁ ବାହାରେ ରହୁଥିଲୁ। କାରଣ କ୍ରାଉଡଟା ବହୁତ ଥିଲା। ସିକ୍ୟୁରିଟି ଦୃଷ୍ଟିରୁ ସେଠି ସମସ୍ତଙ୍କୁ ବାହାରେ ରଖାଯାଇଥିଲା। ସବୁ ନ୍ୟାସନାଲ ଲିଡର୍ସ ଆସି ତାଙ୍କର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ, ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ବିଜୁଙ୍କୁ ସେତିକି ସମ୍ମାନ କରୁଥିଲେ ଭାରତବର୍ଷର ସବୁ ଦଳର ନେତାମାନେ। ତାଙ୍କ ପ୍ରତି ଏଭଳି ମନ୍ତବ୍ୟ ଓଡ଼ିଶାବାସୀଙ୍କୁ ଯଥେଷ୍ଟ ଆଘାତ ଦେଇଛି। ସେ ତୁରନ୍ତ ଅନ୍ୟ କୌଣସି ଘଟଣାକୁ ନ ଯାଇକିରି ଅନକଣ୍ଡିସନାଲ ଆପୋଲୋଜି ମାଗିକିରି ଘଟଣାର ପୂର୍ଣ୍ଣଚ୍ଛେଦ ପକାନ୍ତୁ। ସ୍ପଷ୍ଟୀକରଣ ସେ ଯୋଉ ସେକେଣ୍ଡ ଟାଇମ୍ ଆପଣ ବି କହୁଛନ୍ତି ଶୁଣିଛନ୍ତି ବୋଲି ସେ ବିଜୁ ବାବୁଙ୍କୁ ଏଡ଼େଇକି ନେହୁରୁ ଆଡ଼କୁ ପଳେଇଛନ୍ତି। ନିଶିକାନ୍ତ ଦୁବେ ଯୋଉ ସ୍ପଷ୍ଟୀକରଣ ଦେଇଛନ୍ତି ପୁଣି ଥରେ, ସେ ବିଜୁ ବାବୁଙ୍କ ପ୍ରସଙ୍ଗକୁ ଏଡ଼େଇକି ଗୋଳେଇ ମୋଳେଇକି ନେହୁରୁ ଆଡ଼କୁ ପଳେଇଛନ୍ତି। କହିଲେ ମୁଁ ନେହୁରୁକୁ କହୁଥିଲି, ବିଜୁ ବାବୁଙ୍କୁ କହିଲି। ଆକ୍ଚୁଆଲି ଆପଣ ନାଁରେ ସେ ୱାର୍ଡ ୟୁଜ୍ କଲେ ସିଆଇଏ ଏଜେଣ୍ଟ, ସମ୍ପୂର୍ଣ୍ଣ ନିନ୍ଦନୀୟ। ସିଆଇଏ ସେତେବେଳେ ସେ ଜାଣିନାହାନ୍ତି। ଯେତେବେଳେ ସିଆଇଏ ୱାଜ୍ ନଟ୍ ଫର୍ମ, ସେତେବେଳେ ଦ୍ୟାଟ୍ ୱାଜ୍ ୟୁଏସ୍ ଷ୍ଟ୍ରାଟେଜିକ୍ ଆଫେୟାର୍ସ। ଏଥିପାଇଁ ଇତିହାସ ଲେଖା ହେଇଛି, ବହି ଲେଖା ହେଇଛି। ୱାଇବି ଚୌହାନ ବହି ଲେଖିଛନ୍ତି, ତାଙ୍କର ସବୁ କଥା ତଥ୍ୟ ଲେଖିଛନ୍ତି। ଯେତେବେଳେ ସିଆଇଏ ନଥିଲା, how can we accuse a national leader as CIA agent? It is highly condemnable. ମୁଁ ସେଥିପାଇଁ କହିଲି ନିନ୍ଦା କରିବା ପାଇଁ ଭାଷା ନାହିଁ। ସେ କୌଣସି ଜିନିଷ ବୁଝି ନାହାନ୍ତି, ଇତିହାସ ପଢି ନାହାନ୍ତି, ପାଗଳଙ୍କ ଭଳି ଏକ ବିବୃତ୍ତି ରଖିଛନ୍ତି। ଏଭଳି ବିବୃତ୍ତି ଆଦୌ ଗ୍ରହଣ ନୁହେଁ। ଯେତେବେଳେ ଇଣ୍ଡିଆ ୱାଜ୍ ୟୁନାଇଟେଡ୍ ଏବଂ ଫାଇଟିଂ ଏଗେନ୍ଷ୍ଟ ଚାଇନା, ଏବଂ ସବୁଠୁ ଯେତେବେଳେ ଯିଏ ଏଣ୍ଟାୟାର ଜାଣିଥାନ୍ତି ଯେ ଯୁଦ୍ଧକୁ ଯିଏ ପରିଚାଳନା କରୁଥିଲେ, ଡାଇରେକ୍ଟର ଇଣ୍ଟେଲିଜେନ୍ସ ଯିଏ ଥିଲେ ଇଣ୍ଡିଆର, এটা খুব কম লোক হয়তো জানিଥିବେ। বিএন ମଲ୍ଲିକ ହେଲେ ଓଡ଼ିଆ ଲୋକ।
B.N. Malik was Director Intelligence of Government of India. ତାଙ୍କର ସବୁଠୁ ବଡ଼ ଭୂମିକା ଥିଲା। ସେ ଓଡ଼ିଶାର ଅଫିସର, ଓଡ଼ିଶାର IPS ଅଫିସର। ଆମର ଏଠି କେହି ଜାଣିନଥିବେ କାରଣ ବହୁତ ଦିନର ଘଟଣା ଯେମିତି ଭୁଲି ଯାଇଥିବେ। B.N. ମଲ୍ଲିକ ତାଙ୍କର SP ବାଲେଶ୍ୱର SP ଥିଲେ। ପ୍ରମୋସନ ପାଇଁ ସେତେବେଳେ ଯୁଦ୍ଧ ପରିଚାଳନା କଲେ। ଯୁଦ୍ଧ ପରିଚାଳନାରେ ଯେହେତୁ ବିଜୁବାବୁଙ୍କର ଏକ ଦକ୍ଷତା ଥିଲା ତେଣୁ ତାଙ୍କୁ ଡକା ହେଇଥିଲା। ଆମେ ଯେତିକି ଖୁବ୍ କମ୍ ଶୁଣିଛୁ ତାଙ୍କ ପାଖରୁ, ସବୁ ଘଟଣା ସେ ଆମ ପାଖରେ ଗପି ନାହାନ୍ତି। କିନ୍ତୁ ମୁଁ ବେଳେବେଳେ ବସିଲା ବେଳେ ବହୁତ କଥା କହନ୍ତି, ସେ ଖୁବ୍ ସଂକ୍ଷିପ୍ତ କହିଦିଅନ୍ତି ବିଜୁବାବୁ। କିନ୍ତୁ ବହିରେ ସବୁ ଲେଖା ହିଁ ରହିଛି, ଇତିହାସରେ ଲେଖା ହିଁ ରହିଛି। ସେଥିରେ ଜଣକୁ ଟାଣିକିରି ଏଭଳି ଅପମାନିତ କରିବାଟା ଆଦୌ ଗ୍ରହଣୀୟ ନୁହେଁ। ସେ କେବଳ ଏମିତି ଏଇଥରକ ମନ୍ତବ୍ୟ ଦେଇକି ଆଗରୁ ବି ଏମିତି ତାଙ୍କ ସେ ସବୁବେଳେ ଏଭଳି ମନ୍ତବ୍ୟ ଦେବ, କଣ୍ଟ୍ରୋଭର୍ସିଆଲ ମନ୍ତବ୍ୟ ଦେବାରେ ନିଶିକାନ୍ତ ଦୁବେଙ୍କର ନାଁ ଅଛି। ସବୁବେଳେ କଣ୍ଟ୍ରୋଭର୍ସିଆଲ ମୁଁ ବ୍ୟକ୍ତିଗତ ଭାବରେ ତାଙ୍କୁ ଜାଣିଛି, ସବୁବେଳେ କହୁଛି। ସିଏ କର୍ପୋରେଟ ହାଉସର ଏଜେଣ୍ଟ। ସେ ନିଜେ କର୍ପୋରେଟ ହାଉସ ହଁ, ସେ ନିଜେ ମାନେ ନିଜେ କହୁଛନ୍ତି କର୍ପୋରେଟ ହାଉସ ପାଇଁ କାମ କରୁଛି। ଥିଲା ବି ଆগে କର୍ପୋରେଟ ହାଉସ। ସେ ଜାଣି ଶୁଣି କେମିତି ମନ୍ତବ୍ୟ ଦେଇଛନ୍ତି ଏକଦମ ସତ। ଏତେ କଥା କହିପାରୁନଥିଲ ନା। ମୁଁ କହିଲି ଗୋଟେ ମିଛ କଥା କହିଲେ। 62ରେ ଆମେରିକା ରହୁଥିଲେ ଚାରବାଟିଆ ତିଆରି ହେଇନି। ଚାରବାଟିଆ ତିଆରି ହେଲା 63 ମସିହାରେ। ତେଣୁ ତାଙ୍କ ଭଳି ଜଣେ ଦାୟିତ୍ୱପୂର୍ଣ୍ଣ ଲୋକ ଏଭଳି ବିବୃତ୍ତି ଦେବାଟା ସମ୍ପୂର୍ଣ୍ଣ ଭାବରେ ନିନ୍ଦନୀୟ, ଶୋଭନୀୟ ନୁହେଁ। ବିଜୁବାବୁଙ୍କ ପ୍ରତି ଏଭଳି ମନ୍ତବ୍ୟକୁ କାଲିଠାରୁ ଆଜି ପର୍ଯ୍ୟନ୍ତ ସମସ୍ତେ ନିନ୍ଦା କରୁଛନ୍ତି। କଂଗ୍ରେସ ବି ନିନ୍ଦା କରୁଛି, ସମସ୍ତେ ନିନ୍ଦା କରିବେ, ବିଜେପି ବି ନିନ୍ଦା ଦଳୀୟ କରୁଛି। ପ୍ରଶ୍ନ ନାହିଁ, ସମସ୍ତେ ନିନ୍ଦା କରିବେ। ମୁଖ୍ୟମନ୍ତ୍ରୀ ବି ପ୍ରଶଂସା ନିନ୍ଦା କରୁଛନ୍ତି। କିନ୍ତୁ ଆକୁ ନେଇକି ରାଜନୀତି ହଉଛି କି ସାର୍? ଏ ସମ୍ପର୍କରେ ରାଜନୀତି ହେବା ଉଚିତ ନୁହେଁ। ମୁଁ କହିଲି ସେଇଥିପାଇଁ ଯେ ବିଜୁବାବୁଙ୍କ ପାଇଁ ସବୁ ରାଜନୈତିକ ଦଳର ନେତାମାନେ ଆସିଲେ। ସେଦିନ ସମସ୍ତେ ଦେଖିଛନ୍ତି ସମସ୍ତଙ୍କ ଆଗରେ ସ୍ୱର୍ଗଦ୍ୱାରରେ ଜପିଳ। କୋଉ ଭାରତ ବର୍ଷର କୌଣସି ରାଜ୍ୟରେ ନେତା ମରିଗଲେ ସବୁ ଦଳ ନେତାମାନେ ଆସନ୍ତି। ଏବଂ ଆମେ ଏକ୍ଜିବିସନ ପଡ଼ିଆରେ ଯେତେବେଳେ ଶୋକସଭା କରିଥିଲୁ, ଯୋଉଠି ପ୍ରଧାନମନ୍ତ୍ରୀଙ୍କଠୁ ଆରମ୍ଭ କରି ସମସ୍ତେ ଶୋକସଭାରେ ରହିଲେ। ଭାରତ ବର୍ଷର ସବୁ ନେତାମାନେ ମଞ୍ଚ ଉପରେ ଥିଲେ, ସେମାନେ ଦେଖିଥିଲେ। ସଂସଦରେ ତ ତାଙ୍କୁ ପ୍ରଧାନମନ୍ତ୍ରୀ ବାରଣ କରିବା ଉଚିତ ଥିଲା ନା? ମୁଁ କହିଲି ସେତେବେଳେ ସେଇଥିପାଇଁ ଯେ ଭାରତ ସରକାର ତାଙ୍କୁ କଡ଼ା ତାଗିଦ କରିବା ଦରକାର ଯେ ଏଭଳି ବିବୃତିରୁ ନିବୃତ୍ତ ରୁହନ୍ତୁ ଏବଂ ଅନକଣ୍ଡିସନାଲ ଆପୋଲୋଜି ମାଗନ୍ତୁ। ଅନକଣ୍ଡିସନାଲ ଆପୋଲୋଜି ନ ମାଗିଲେ ଓଡ଼ିଶାରେ ପ୍ରତିକ୍ରିୟା ତୀବ୍ର ହେବା ପାଇଁ ବାଧ୍ୟ।